Hello everyone, welcome to my YouTube channel NM Stories and Education. I am Niranjan Mishra. ପିଲାମାନେ ଆଜି ଆମେ ଦଶମ ଶ୍ରେଣୀ ଜୀବବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ପୋଷଣ ନ୍ୟୁଟ୍ରିସନ୍ ବିଷୟର ଆଲୋକଶ୍ଳେଷଣ ସଂସ୍ଥା ଫଟୋସିନ୍ଥେଟିକ୍ ସିଷ୍ଟମ୍ ବିଷୟରେ ଆଲୋଚନା କରିବା। ଆଲୋକଶ୍ଳେଷଣ ସଂସ୍ଥା ଫଟୋସିନ୍ଥେଟିକ୍ ସିଷ୍ଟମ୍ ସବୁଜ ଉଦ୍ଭିଦର ଆଲୋକଶ୍ଳେଷଣ ପାଇଁ ବ୍ୟବହୃତ ଆଧାର ସାଧାରଣତଃ ସବୁଜପତ୍ର ଅଟେ। ସବୁଜପତ୍ରର ପୃଷ୍ଠରେ ଛୋଟ ଛୋଟ ରନ୍ଧ୍ର ଥାଏ। ଏହାକୁ ଷ୍ଟୋମ୍ ବା ଷ୍ଟୋମାଟା କୁହାଯାଏ। ଏହି ଷ୍ଟୋମ୍ ମଧ୍ୟ ଦେଇ ପରିବେଶ ପତ୍ର ମଧ୍ୟରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପର ବିନିମୟ ଘଟେ। ସବୁଜପତ୍ରର ଅନ୍ତର୍ଗଠନ ଉପର ଏପିଡର୍ମିସ୍, ଏହା ପତ୍ରର ସର୍ବୋପରି ସ୍ତର। ଏହା ପତ୍ରକୁ ସୁରକ୍ଷା ଦିଏ। ତାପରେ ସବୁଜ ରଙ୍ଗଯୁକ୍ତ ପ୍ୟାଲିସେଡ୍ ପ୍ୟାରେନକାଇମା ଟିସ୍ୟୁ ଥାଏ। ତା ତଳକୁ ସ୍ପଞ୍ଜି ପ୍ୟାରେନକାଇମା ଟିସ୍ୟୁ ଥାଏ। ତଳ ଏପିଡର୍ମିସ୍, ଏହା ପତ୍ରର ତଳ ସ୍ତର। ଏଥିରେ ଅଧିକ ସଂଖ୍ୟକ ରନ୍ଧ୍ର ଷ୍ଟୋମାଟା ଥାଏ। ପତ୍ର ଭିତରେ ଥିବା ଏହି ଦୁଇ ପ୍ରକାର ପ୍ୟାରେନକାଇମା ଟିସ୍ୟୁର କୋଷ ଭିତରେ କ୍ଲୋରୋପ୍ଲାଷ୍ଟ ନାମକ ଅଙ୍ଗିକା ରହିଥାଏ। କ୍ଲୋରୋପ୍ଲାଷ୍ଟରେ ଥିବା ରସକୁ ଷ୍ଟ୍ରୋମା କୁହାଯାଏ। ଏହି ରସରେ ବିଭିନ୍ନ ପ୍ରକାର ଏନଜାଇମ୍ ଓ ପୋଷକ ଥାଏ। ଷ୍ଟ୍ରୋମା ରସରେ କେତେକ ଉପାଦାନ ଅଦ୍ରବଣୀୟ ଅବସ୍ଥାରେ ଥାଏ। ଏଠାରେ ସବୁଜ ପତ୍ରର ଅନ୍ତର୍ଗଠନର ଚିତ୍ର ଦିଆଯାଇଛି। ଏଥିମଧ୍ୟରେ ଅଧିକ ପରିମାଣରେ ଥିବା ଗଠନର ଏକକ ଦ୍ୱିସ୍ତରୀୟ ଝିଲ୍ଲିସ୍ୱରୂପ ଥାଇଲାକଏଡ୍ ଅଟେ। ଥାଇଲାକଏଡ୍ ଗୁଡ଼ିକ ଦୀର୍ଘ ସରୁ ପେଟିକା ସଦୃଶ। ଥାଇଲାକଏଡ୍ ଭିତର ସ୍ଥାନକୁ ଲ୍ୟୁମେନ୍ କୁହାଯାଏ। କେତେକ ସ୍ଥାନରେ ଛୋଟ ଛୋଟ ଥାଇଲାକଏଡ୍ ଥାକ ଥାକ ହୋଇ ସଜ୍ଜିତ ହୋଇ ରହିଥାନ୍ତି। ଏହି ଥାକକୁ ଗ୍ରାନା କୁହାଯାଏ। ଗ୍ରାନା ଗୁଡ଼ିକ ଆନ୍ତଃଥାଇଲାକଏଡ୍ ଦ୍ୱାରା ସଂଯୋଜିତ ହୋଇଥାନ୍ତି। ପ୍ରକୃତରେ ଦେଖିବାକୁ ଗଲେ କ୍ଲୋରୋପ୍ଲାଷ୍ଟରେ ଥିବା ଷ୍ଟୋମା ରସରେ ଗ୍ରାନା ଓ ଥାଇଲାକଏଡ୍ ରହିଥାନ୍ତି। ଥାଇଲାକଏଡ୍ର ପ୍ରତ୍ୟେକ ଝିଲ୍ଲି ସ୍ତରରେ କ୍ଲୋରୋଫିଲ୍, ପ୍ରୋଟିନ୍ ଓ ଲିପିଡ୍ର ବିଭିନ୍ନ ପ୍ରକାର ଅଣୁ ସଜେଇ ହୋଇ ରହିଥାନ୍ତି। ଏହିପରି ଗଠନଯୁକ୍ତ ଥାଇଲାକଏଡ୍ ଓ କ୍ଲୋରୋପ୍ଲାଷ୍ଟର ଷ୍ଟୋମା ରସ ଆଲୋକଶ୍ଳେଷଣ ସଂସ୍ଥା ଫଟୋସିନ୍ଥେଟିକ୍ ସିଷ୍ଟମ୍ ସୃଷ୍ଟି କରିଥାନ୍ତି।